ନମସ୍କାର। ବାସ୍ତବତା କ'ଣ? ଯିହୁଦୀ ଜଣେ ସରି ଯୀଶୁଖ୍ରୀଷ୍ଟ ଜଣେ ଯିହୁଦୀ ଥିଲେ। କିନ୍ତୁ ଯିହୁଦୀ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ଘୃଣା କରନ୍ତି। ଏହାର କାରଣ କ'ଣ? ଆମେ ଯଦି ଯିହୁଦୀ ଇତିହାସ ପଢ଼ିବା, ଯିହୁଦୀମାନଙ୍କର ଇତିହାସ ପଢ଼ିବା, ତେବେ ସେମାନଙ୍କର ଆଦି ପିତା ହେଉଛନ୍ତି ଅବ୍ରାହମ। ଅବ୍ରାହମ ଇସାହାକ ବୋଲି ଜଣକୁ ଜନ୍ମ ଦେଲେ। ଇସାହାକ ଯାକୁବ ଆଉ ଏସକୁ ଜନ୍ମ ଦେଲେ। ଯାକୁବଙ୍କ ଔରସରୁ 12 ଜଣ ଜାତ ହେଲେ। ସେମାନଙ୍କ ଭିତରୁ ଯିହୁଦା ବଂଶରୁ ଯୀଶୁ ଜନ୍ମ ନେଇଛନ୍ତି। ସେଇ ବଂଶରୁ ପରବର୍ତ୍ତୀ ସମୟରେ ଯୀଶୁ ଯିହୁଦା ବଂଶରୁ ଜନ୍ମ ଗ୍ରହଣ କରିଛନ୍ତି। ତେଣୁ ଯେତେବେଳେ ଆମେ ଦେଖୁଛୁ ଯିହୁଦୀ ଇତିହାସ, ପ୍ରକୃତରେ ଯୀଶୁଖ୍ରୀଷ୍ଟ ଜଣେ ଯିହୁଦୀ ଲୋକ ଥିଲେ, ଆଉ ଯିହୁଦା ବଂଶଜ ଥିଲେ। ତ ତେବେ ଯିହୁଦୀ ଲୋକମାନେ ଯୀଶୁଙ୍କୁ ଗ୍ରହଣ କଲେ ନାହିଁ କାହିଁକି? ଆଉ ବର୍ତ୍ତମାନ କାହିଁକି ସେମାନେ ଘୃଣା କରନ୍ତି? ତାର ସତ୍ୟ କାରଣ ଆମେ ବାଇବେଲ ଯେତେବେଳେ ପଢ଼ିବା, କିମ୍ବା ଆମେ ଯଦି ଯିହୁଦୀ ଇତିହାସ ବି ଯଦି ପଢ଼ିବା, ଆମେ ନିଶ୍ଚିତ ଭାବେ ଜାଣିପାରିବା କାହିଁକି ସେମାନେ ଯୀଶୁଙ୍କୁ ଘୃଣା କରନ୍ତି। ତ ଖ୍ରୀଷ୍ଟପୂର୍ବ ପ୍ରାୟ 1400ରୁ 1300 ଭିତରେ ମୂଷା ବୋଲି ତାଙ୍କର ଜଣେ ଲୋକଙ୍କ ଦ୍ୱାରା ଜଗତକୁ ବିଧିବିଧାନ ଆସିଲା, ବ୍ୟବସ୍ଥା ଆସିଲା। ସେ ବ୍ୟବସ୍ଥାରେ 613ଟା ନିୟମ ଅଛି। ସେଠି ବଳି ପ୍ରଥା ଅଛି, ହୋମ ବଳି, ଯଜ୍ଞ, ଏ ସକଳ ବିଷୟ ଅଛି, ଈଶ୍ୱରଙ୍କର ଆଜ୍ଞା ସମୂହ ଅଛି। ତ ଏହା ଗୋଟେ ଶକ୍ତିଶାଳୀ ଆଉ ଷ୍ଟ୍ରଙ୍ଗ ବ୍ୟବସ୍ଥା ଆସିଲା ଜଗତକୁ, ଯିହୁଦୀମାନଙ୍କ ଭିତରେ, ଯିହୁଦୀମାନଙ୍କ ମଧ୍ୟରୁ। ତ ଏଇ ବ୍ୟବସ୍ଥା ଦ୍ୱାରା ଲୋକମାନେ ଭଲ କ'ଣ ମନ୍ଦ କ'ଣ ଜାଣିପାରିଲେ। ଚୋରି କରିବା ପାପ, ବ୍ୟଭିଚାର କରିବା ପାପ, ଈଶ୍ୱରଙ୍କର ବିରୋଧ କାର୍ଯ୍ୟ, ଆଜ୍ଞା ଲଙ୍ଘନ କରିବା ପାପ, ଏ ସକଳ ବିଷୟକୁ ଯିହୁଦୀମାନେ ଜାଣିପାରିଲେ। ତ ସେମାନେ ମୂଷାଙ୍କ ଠାରୁ ସେଇ ବିଧିବିଧାନର ବଶବର୍ତ୍ତୀ ହେଲେ। ବିଧିବିଧାନ ଅନୁସାରେ ସେମାନେ ପରିଚାଳିତ ହେବାକୁ ଲାଗିଲେ। ସେମାନେ ଯେତେବେଳେ ପାପ କରୁଥିଲେ, ପାପର ପ୍ରାୟଶ୍ଚିତ ଯେହେତୁ ରକ୍ତରେ ହେବ, ସେଥିପାଇଁ ସେମାନେ ବଳି ଦେଉଥିଲେ। କ'ଣ? ଛେଳି, ମେଣ୍ଢା। ବର୍ତ୍ତମାନ ସୁଦ୍ଧା ଯିହୁଦୀମାନଙ୍କ ଭିତରେ ବଳି ରହିଛି। ସେମାନେ ବଳି ନିଶ୍ଚିତ ଭାବେ କରୁଥିବେ, କାରଣ ସେମାନେ ବର୍ତ୍ତମାନ ସୁଦ୍ଧା ବ୍ୟବସ୍ଥାର ଭିତରେ ପରିଚାଳିତ ହେଉଛନ୍ତି। ତ ଯେତେବେଳେ ଆମେ ସେଗୁଡ଼ାକ ଦେଖୁଛୁ, ସେମାନେ ବର୍ତ୍ତମାନ ସୁଦ୍ଧା ଗୋଟେ ଷ୍ଟ୍ରଙ୍ଗ ନିୟମ ଭିତରେ ଆବଦ୍ଧ ଅଛନ୍ତି। କେଉଁ ଦିନ କ'ଣ କରିବା, ବିଶ୍ରାମ ବାର ଦିନ କୌଣସି କାର୍ଯ୍ୟ ନ କରିବା, ତାପରେ ଈଶ୍ୱରଙ୍କର ଯେଉଁ ବିଧିବିଧାନ ଅଛି ତାକୁ କେମିତି ସେମାନେ ସଫଳ କରିବେ, ସେ ରାସ୍ତାରେ, ସେ ମାର୍ଗରେ ସେମାନଙ୍କର ହୃଦୟ ରଖି ସେମାନେ ପରିଚାଳିତ ହେଉଛନ୍ତି। ପୃଥିବୀର କେହି ଯଦି ସେ ନିୟମର ବିରୋଧରେ ଉଠିଲା ବା କହିଲା, ସେମାନେ ତାକୁ ନିଶ୍ଚିତ ଭାବେ ଶତ୍ରୁତା ରଖିବେ ଆଉ ସେମାନେ ବିରୋଧ କରିବେ। ତ ଈଶ୍ୱର ଯିଏକି ଈଶ୍ୱରଙ୍କର ପୁତ୍ର, ଯୀଶୁଖ୍ରୀଷ୍ଟ ଯିଏକି ଈଶ୍ୱରଙ୍କର ପୁତ୍ର ବୋଲି କହୁଥିଲେ, ତ ସିଏ ଦେଖାଗଲା ଯେ ତାଙ୍କର ସେ ବ୍ୟବସ୍ଥାର ବିରୋଧରେ ସେ ଠିଆ ହେଇଛନ୍ତି। ଏହା ହେଉଛି କାରଣ। ବାଇବେଲର ଅନେକ ଜାଗାରେ ସେଇ ପ୍ରକାର ଲେଖାଯାଇଛି। ଏ ଗୋଟେ ଲୋକ ଯିଏକି ଆମର ବିଧି ବ୍ୟବସ୍ଥା ମାନୁନାହିଁ ଆଉ ଆମ ବିଧି ବ୍ୟବସ୍ଥାର ବିରୋଧରେ କାର୍ଯ୍ୟ କରୁଛି। ଏଇ ଯେଉଁ ହୃଦୟ ସେମାନଙ୍କୁ କଢ଼େଇ ନେଲା ଯୀଶୁଙ୍କୁ ମାରିବା ପାଇଁ, ଯୀଶୁଙ୍କୁ ବିରୋଧ କରିବା ପାଇଁ, ଯୀଶୁଙ୍କୁ ଶତ୍ରୁତା ଭାବେ ଦେଖିବା ପାଇଁ ଏ ବିଷୟ କଢ଼େଇ ନେଲା। ତେବେ ସେମାନେ ଭୁଲ ଥିଲେ ନା ଯୀଶୁ ଭୁଲ ଥିଲେ? ପ୍ରକୃତରେ ବାହିକ ଭାବେ ସେମାନେ ଦେଖୁଛନ୍ତି ଯୀଶୁକୁ ପୁରା ଭୁଲ ଥିଲେ ଯୀଶୁ। କିନ୍ତୁ ସତ୍ୟ କ'ଣ? ସତ୍ୟ ଯିହୁଦୀ ବଂଶର ପ୍ରାଧାନ୍ୟ କ'ଣ? ଆମେ ଯଦି ଯିହୁଦୀ ଇତିହାସ ପଢ଼ିବା, ଅବ୍ରାହମଙ୍କ ପରେ ତାଙ୍କର ବଂଶ ଷ୍ଟାର୍ଟ ହେଲା। ଅବ୍ରାହମଙ୍କ ପୂର୍ବରୁ ପୃଥିବୀରେ କୌଣସି ବଂଶ ସେମିତି ସ୍ଥାପିତ ନୁହନ୍ତି, ସମସ୍ତେ ସମାନ ଥିଲେ। ତ ଯେତେବେଳେ ଆମେ ଯିହୁଦୀ ଇତିହାସର ଆଗକୁ ପଳେଇବା, ଯେତେବେଳେ ହବା ଆଦମଙ୍କର କାହାଣୀ ଆସୁଛି, ଯେଉଁଠିକି ପ୍ରଥମ ପୁରୁଷ ଆଦମ, ଯିଏକି ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହେଇଛନ୍ତି, ଆଉ ତାଙ୍କ ସ୍ତ୍ରୀ ହେଉଛନ୍ତି ହବା। ତ ହବା ଆଦମ ଯେତେବେଳେ ଏଦନ ଉଦ୍ୟାନରେ ରହୁଥିଲେ, ପରମେଶ୍ୱରଙ୍କର ଗୋଟେ ଆଜ୍ଞା ଥିଲା କ'ଣ? ତୁମେ ସମସ୍ତ ବିଷୟ ସ୍ୱଚ୍ଛନ୍ଦରେ ଖାଇପାର, କିନ୍ତୁ ସତ୍ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ।
ଯେଉଁଦିନ ତୁମେ ଖାଇବ ସେଇଦିନ ନିତାନ୍ତ ମରିବ। ତ ଆଦି ପୁସ୍ତକ ଯିହୁଦୀ ଇତିହାସ ବାଇବେଲ ଆମେ ଯାହା ବି ପଢ଼ିବା, ଆଦି ପୁସ୍ତକ 3 ପର୍ବରେ ସେଠି ସର୍ପ ଦ୍ୱାରା ହବା ପ୍ରବଞ୍ଚିତ ହେଇକି ସେ ଫଳ ଖାଇଲା। ତାପରେ ଆପଣା ସମସ୍ତ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ତ ଏଥିରୁ କ'ଣ ପ୍ରମାଣିତ ହେଉଛି କି ସେମାନେ ସେଇ ଦିନରୁ ମୃତ୍ୟୁରେ ପ୍ରବେଶ କରିଛନ୍ତି। କିନ୍ତୁ ଆମେ ଯଦି ସତ୍ୟ ଭାବେ ଦେଖିବା, ଗୋଟେ ଲୋକ ମଲା ପରେ ତାର କ'ଣ ଚେତା ଥାଏ କି? ସେ କିଛି ବିଷୟ ବୁଝିପାରେ କି? ନାହିଁ। ଠିକ୍ ସେଇ ପ୍ରକାରେ ପୃଥିବୀର ସମସ୍ତ ଲୋକ ଚେତା ଶୂନ୍ୟ ଅଟନ୍ତି। ଏବେ ଗୋଟେ ଉଦାହରଣ ମୁଁ ଦେବି। ଜଣକୁ ଯେଉଁ ଗୋଟେ ରୋଗ ହେଲା, ସେ ରୋଗ ବିଷୟରେ ସେ କ'ଣ ସବୁ ଜାଣିଛି କି? ତାର ଲକ୍ଷଣ ସିନା ତାକୁ ଯାହା ଅନୁଭବ ହେଉଛି, ଯାହା ଅନୁମାନ କରିପାରିଲା, ଯାହା ଅନୁଭବ କରିପାରିଲା। ଯଦି ଆଜିର ଦୁନିଆରେ ହେଲେ, ଆଗର ଦୁନିଆରେ ହେଲେ ତ କିଛି ସେମାନେ ଜାଣୁନଥିଲେ। ଯେକୌଣସି ରୋଗ ହେଉଥିଲା ସେମାନେ କିଛି ଦେବାଦେବୀ କିମ୍ବା କୌଣସି ଭୂତ ପ୍ରେତର ନାଁରେ ସେମାନେ ଚିନ୍ତା କରୁଥିଲେ। ମୁଁ ଆମ ଏରିଆର କଥା କହୁଛି। ଆଜିର ଦିନରେ ଆମେ ସାଇନ୍ସ ଯେପରି ଡେଭଲପ୍ ହୋଇସାରିଛି, ମେଡ଼ିକାଲ ଟେକ୍ନୋଲୋଜି ମଧ୍ୟ ବହୁତ ଅଗ୍ରସର ହୋଇଛି, ସେଥିପାଇଁ ଆମେ ଜାଣିପାରୁଛୁ, ଅନୁମାନ କରିପାରୁଛୁ ଏହା ଅଙ୍କ ହେଇଥାଇପାରେ। ତ ଯେତେବେଳେ ଗୋଟେ ଲୋକ ପାଖରେ ରୋଗ ଅଛି, ସେ ତାର ଅନୁଭବ ଦ୍ୱାରା କିଛି ଅନୁମାନ କରିପାରେ, କିନ୍ତୁ ଅସଲି କାରଣ, ତାର ନିରାକରଣ କିମ୍ବା ତାର ଉପଚାର ବିଷୟରେ ସେ କିଛି ଜାଣିନି। ତ ରୋଗ ତ ଜଣକୁ ହବ ସତ, କିନ୍ତୁ ତାର ଶେଷ ବା ତାର ସମାପ୍ତ, ତାର ଟ୍ରିଟମେଣ୍ଟ, ଚିକିତ୍ସା ତା ହାତରେ ନାହିଁ। ସେ ନିଶ୍ଚିତ ଭାବେ ଡାକ୍ତର ପରାମର୍ଶ ତାକୁ ଦରକାର ଅଛି, ଡାକ୍ତର ଆବଶ୍ୟକତା ରହିଛି। ତ ଯେତେବେଳେ ହବା ଆଦମ ମୃତ୍ୟୁରେ ପ୍ରବେଶ କଲେ, ସେମାନେ ଚେତାଶୂନ୍ୟ ହେଇଗଲେ। ସେମାନେ ଆଉ ଗୋଟେ ଦୁନିଆରେ ବାସ କରିବାକୁ ଲାଗିଲେ। ତାଙ୍କ ହୃଦୟରେ ଆଉ ପରମେଶ୍ୱର ନାହାନ୍ତି। ତାଙ୍କ ହୃଦୟରେ ଅଲରେଡ଼ି ଆଉ ଜଣେ ମାଲିକ, ଶୈତାନ ମାଲିକ ହେଇକି ତାକୁ ଅନ୍ଧକାର ରାସ୍ତାରେ ପରିଚାଳିତ କରିବାକୁ ଲାଗିଲା। ସେଇ ଦିନରୁ ମନୁଷ୍ୟ ସବୁବେଳେ ମିଥ୍ୟା ରାସ୍ତାରେ, ଅନ୍ଧକାର ରାସ୍ତାରେ ସେ ପରିଚାଳିତ ହେଲା। ତା ହୃଦୟରେ ଶୈତାନ ରାଜତ୍ୱ କଲା। ସେଥିପାଇଁ ମନୁଷ୍ୟ ପାପ କରିବା ପାଇଁ ବାଧ୍ୟ। ଯେଉଁ ହୃଦୟରେ ଅନ୍ଧକାର ରାଜତ୍ୱ କରୁଛି, ସେ ହୃଦୟ, ସେଇ ଲୋକ ପାପ କରିବା ପାଇଁ ବାଧ୍ୟ। ତ ଏହି ପ୍ରକାରେ ସାରା ଜଗତର ଲୋକ ଯେତେବେଳେ ପରବର୍ତ୍ତୀ ସମୟରେ ଉତ୍ପନ୍ନ ହେଲେ, ସମସ୍ତେ ବିପଥରେ ଗଲେ, ସମସ୍ତେ ଈଶ୍ୱରଙ୍କର ବିରୋଧରେ ଯାଇଛନ୍ତି, ଆଉ ସମସ୍ତେ ପାପର ବଶବର୍ତ୍ତୀ, ସମସ୍ତେ ଅନ୍ଧକାର। ସେମିତି ଯିହୁଦୀ ଲୋକମାନେ ମଧ୍ୟ, ସେମିତି ଅବ୍ରାହମ ମଧ୍ୟ ଥିଲେ। ତ ଏ କଥା ସେମାନେ, ଆମେ କିମ୍ବା ସେମାନେ କେବେ ହେଲେ ଆମେ ଜାଣିନୁ। ଏ କଥା ବାଇବେଲ ଆମକୁ ଜଣାଉଛି। ଏକଥା ଈଶ୍ୱରଙ୍କର ବାକ୍ୟ, ଈଶ୍ୱର ଆମକୁ ଜଣାଉଛନ୍ତି, ଆମକୁ ଜଣାଇବା ପାଇଁ ବାଇବେଲ ଦ୍ୱାରା ଲିପିବଦ୍ଧ କରିଛନ୍ତି ଯେ ହବା ଆଦମ ମୃତ୍ୟୁରେ ପ୍ରବେଶ କଲେ। ଯେତେବେଳେ ସେମାନେ ମୃତ୍ୟୁରେ ପ୍ରବେଶ କଲେ, ମୃତ୍ୟୁରେ କିଏ? ଶୈତାନ ରାଜତ୍ୱ କରିବାର ଆରମ୍ଭ କଲା। ତେଣୁ ବାଇବେଲରେ କ'ଣ ଲେଖା ହେଇଛି? ଜଣେ ଲୋକ ଦ୍ୱାରା ପାପ। ଆସନ୍ତୁ ସେ ବାକ୍ୟ ମୁଁ ପଢ଼ି ଶୁଣେଇବି ଆପଣଙ୍କୁ। ରୋମିଓ 5 ପର୍ବର 12 ପଦ। ଅତଏବ ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। କ'ଣ ପାଇଁ ସମସ୍ତେ ପାପ କଲେ? କାରଣ ସମସ୍ତେ ମୃତ୍ୟୁରେ ପ୍ରବେଶ କଲେ। ଏଇଟା କ'ଣ ପାଇଁ ହେଲା? ନା ଜଣେ ଲୋକ ପାଇଁ ହେଲା। ଜଣେ ଲୋକ କିଏ? ସେ ହେଉଛନ୍ତି ଆଦମ। ଆଦମଙ୍କ ଦ୍ୱାରା। ତ ହବା ଆଦମକୁ ଏକ ବୋଲିକି ବାଇବେଲ କହୁଛି, ସେଥିପାଇଁ ଆଦମ ବୋଲିକି ନାଁଟା ମୁଁ କହୁଛି। ତ ଆଦମଙ୍କ ଦ୍ୱାରା ଏସବୁ ଘଟିଲା। ତ ଯିହୁଦୀ ଲୋକମାନେ ଜାଣିନାହାନ୍ତି କି? କାହିଁକି ଜାଣିନାହାନ୍ତି? ଜଣେ ମଲା ଲୋକ ତ ନିଶ୍ଚିତ ଭାବେ ସେ ଜାଣିବ ନାହିଁ, କିନ୍ତୁ ସେମାନେ ସତ୍ୟ ବାକ୍ୟକୁ କେବେ ବିଶ୍ୱାସ କରିପାରୁନାହାନ୍ତି, ଗ୍ରହଣ କରିପାରୁନାହାନ୍ତି ଯେ ଆମେ ମରିଯାଇଛୁ ଅଲରେଡ଼ି। ଆଦମଙ୍କ ଠାରେ ଆମେ ସମାପ୍ତ ହେଇଯାଇଛୁ, ଆମେ ସରିଯାଇଛୁ। ବର୍ତ୍ତମାନ ଆମେ ଯାହା ବି କରୁଛୁ ସେଟା ହେଉଛି ମୃତ୍ୟକଳ୍ପ, ସେଟା ମୃତ୍ୟୁର ରାସ୍ତା, ସେଟା କେବେ ହେଲେ ଠିକ୍ର ରାସ୍ତା ନାହିଁ। ତ ସେମାନେ କେବେ ହେଲେ ଗ୍ରହଣ କରୁନାହାନ୍ତି, ସେମାନଙ୍କର ଧର୍ମଶାସ୍ତ୍ରକୁ ସେମାନେ ଗ୍ରହଣ କରୁନାହାନ୍ତି। ତାଙ୍କର ଧର୍ମଶାସ୍ତ୍ରରେ ଲେଖା ହେଇଛି, ଆସନ୍ତୁ ମୁଁ ପଢ଼ିବି। ବାଇବେଲର ଆଦି ପୁସ୍ତକ 6ର 5 ପଦ ପଢ଼ିବି। ଆଦି ପୁସ୍ତକ 6ର 5 ପଦ, ଏଇଟା ବାଇବେଲରେ ବି ଅଛି, ଯିହୁଦୀ ଧର୍ମଶାସ୍ତ୍ରରେ ମଧ୍ୟ ଅଛି। ଆସନ୍ତୁ ପଢ଼ିବି। ଆଦି ପୁସ୍ତକ 6ର 5 ପଦ। ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ତ ମନୁଷ୍ୟ ଅବିରତ ମନ୍ଦ କାହିଁକି?
କାରଣ ସେ ମୃତ୍ୟୁରେ ପ୍ରବେଶ କରିଛି, ତା ଭିତରେ ଆଉ ଜଣେ ରାଜତ୍ୱ କରୁଛି, ତା ହୃଦୟରେ ମାଲିକ ହେଉଛି କିଏ? ଜଗତପତି ଶୈତାନ। ସେଥିପାଇଁ ସେ ଅବିରତ ମନ୍ଦ, ତାର ସକଳ ସଂକଳ୍ପ ମନ୍ଦ। କିନ୍ତୁ ଜିହୁଦୀ ଲୋକମାନେ ଏଇଟା ଜାଣିନାହାନ୍ତି, ଜାଣୁ ମଧ୍ୟ ନାହିଁ। ଜାଣିବାର ଅର୍ଥ କ'ଣ? ସେମାନେ ଈଶ୍ୱରଙ୍କର ବାକ୍ୟକୁ ଗ୍ରହଣ କରୁନାହାନ୍ତି ଯେ ଆମେ ପ୍ରକୃତରେ ସମ୍ପୂର୍ଣ୍ଣ ମନ୍ଦ ହେଇଯାଇଛୁ, ଆମର ହୃଦୟରେ ମାଲିକ ଈଶ୍ୱର ନାହାନ୍ତି। ତ ଏଇ ଯେଉଁ ବିଷୟ ଯାକ ଲେଖିଛନ୍ତି ସମସ୍ତେ ଜିହୁଦୀ ଲୋକ ଲେଖିଛନ୍ତି। ଏଇ ଯେଉଁ ମୁଁ ଯୀଶୁଙ୍କ ବିଷୟରେ ମଧ୍ୟ ସେ ଜିହୁଦୀ ଲୋକ ଲେଖିଛନ୍ତି। ଅଧିକାଂଶ ପୁସ୍ତକ ପାଉଲ ବୋଲି ଜଣେ ଲେଖିଛନ୍ତି, କି ଜିହୁଦୀ ମାନଙ୍କର ଜଣେ ନେତା ଥିଲେ, ଜିହୁଦୀ ମାନଙ୍କର ଜଣେ ଫାରୁସୀ ଦଳ ଲୋକ ଥିଲେ, ଯିଏକି ବ୍ୟବସ୍ଥାରେ ବହୁତ ପାରଙ୍ଗମ ଥିଲେ, ସେ ଲୋକ ଲେଖିଛନ୍ତି। କେତେବେଳେ ସେ ଲେଖିଲେ? ଈଶ୍ୱରଙ୍କର ବାକ୍ୟକୁ ଯେତେବେଳେ ସେ ଗ୍ରହଣ କଲେ ଯେ ହଁ ବାକ୍ୟରେ ଏମିତି ଲେଖା ହେଇଛି, କିନ୍ତୁ ମୋର ଜୀବନରେ ମୁଁ କେବେ ଈଶ୍ୱରଙ୍କର ବାକ୍ୟ ଗ୍ରହଣ ନ କରିକି ମୁଁ ପରିଚାଳିତ ହେଉଥିଲି, ସେଥିପାଇଁ ମୁଁ ଯୀଶୁଙ୍କ ବିରୋଧରେ ଠିଆ ହେଇଥିଲି। ତାର ଅର୍ଥ କ'ଣ? ଯଦିଓ ଆଦମଙ୍କ ଠାରୁ ଲୋକ ମରିଛନ୍ତି, ମୃତ୍ୟୁରେ ପ୍ରବେଶ କରିଛନ୍ତି, ତାଙ୍କ ଭିତରେ ଶୈତାନ ରାଜତ୍ୱ କରୁଛି, ସେମାନେ ଗୋଟେ ମିଥ୍ୟାର ଦୁନିଆରେ ବଞ୍ଚୁଛନ୍ତି, ତେବେ କେହି ଯଦି ସତ୍ୟ କହିଲେ ସେମାନେ ଗ୍ରହଣ କରିପାରୁନାହାନ୍ତି। କାହିଁକି? ସେମାନେ ମିଥ୍ୟା ରାସ୍ତାରେ ଅଭ୍ୟସ୍ତ ଅଛନ୍ତି। ତ ଜିହୁଦୀ ଲୋକମାନେ ହଉ କିମ୍ବା ଆମେ ହଉ, ଆମର ରାସ୍ତା ସମାନ ଅଛି। ହେଲେ ପାର୍ଥକ୍ୟ କ'ଣ? ଜିହୁଦୀ ମାନଙ୍କର ପାଖରେ ଧର୍ମ ବ୍ୟବସ୍ଥା ଅଛି। ହେଲେ ବ୍ୟବସ୍ଥା କ'ଣ? ନାଇଁ, ବ୍ୟବସ୍ଥା କାହିଁକି ଦିଆଗଲା? ନାଇଁ, ବ୍ୟବସ୍ଥା ଏଇଥିପାଇଁ ଦିଆଗଲା ଯେ ତୁମର ରାସ୍ତା ହେଉଛି ମୃତ୍ୟୁର ରାସ୍ତା, ତମେ ଜାଣ। ତ ଜଣେଇବା ପାଇଁ ତାଙ୍କର ବ୍ୟବସ୍ଥା ଦିଆଗଲା। କିନ୍ତୁ ବିପରୀତ ଭାବରେ ସେମାନେ କ'ଣ ଚିନ୍ତା କରିବାକୁ ଆରମ୍ଭ କରିଛନ୍ତି? ଏଇ ବ୍ୟବସ୍ଥା ପାଳନ କଲେ ଆମେ ଈଶ୍ୱରଙ୍କ ନିକଟକୁ ଯାଇପାରିବୁ, ଆମେ ସ୍ୱର୍ଗ ଯାଇପାରିବୁ, ଆମେ ପବିତ୍ର ହେଇପାରିବୁ। କିନ୍ତୁ ବ୍ୟବସ୍ଥାରେ ନିଟ୍ ଆଣ୍ଡ କ୍ଲିନ୍ ଲେଖା ହେଇଛି, ଯଦି ବ୍ୟବସ୍ଥାରେ 100ଟା ନିୟମ ଅଛି, 100ଟା ନିୟମ ମାନିବାକୁ ପଡ଼ିବ। ଗୋଟେ ନିୟମ ମଧ୍ୟ ଜୀବନରେ ଥରେ ମଧ୍ୟ ଯଦି ଭୁଲ କଲେ ସେହି ଦଣ୍ଡ ତୁମ ଉପରେ ବର୍ତ୍ତିବ। ତ ଏବେ ଚିନ୍ତା କରନ୍ତୁ, ଗୋଟେ ଲୋକକୁ 100ଟା ନିୟମ ଦିଆଯାଇଛି, ସେ ଯଦି 100ଟାରୁ ମନେକର 70ଟା ନିୟମ ପାଳନ କରୁଛି, ଆଉ 30ଟା ନିୟମ ପାଳନ କରୁନାହିଁ, ତାର ଦଣ୍ଡ କ'ଣ ହେବ? ଜଣେ ତ ଆପଣଙ୍କୁ କହିଲେ ତୁମେ ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ଆପଣ ଯଦି ବ୍ୟଭିଚାର କରୁନାହାନ୍ତି, ଚୋରି କରୁଛନ୍ତି, ଦୋଷୀ କି ନୁହନ୍ତି? ଦଣ୍ଡିତ ହେବେ କି ନାହିଁ? ଠିକ୍ ସେଇ ପ୍ରକାର ବ୍ୟବସ୍ଥା ଅନୁସାରେ ଯଦି ଆମେ ଦେଖିବା, ତ ପୃଥିବୀରେ ଏମିତି ଜଣେ ଲୋକ ବି ନାହିଁ ଯିଏକି ଅଦଣ୍ଡିତ ହେବ, ମାନେ ନିର୍ଦ୍ଦୋଷ ଦେଖାଯିବ। ତ ଆମେ ବ୍ୟବସ୍ଥାରେ ଦେଖିବା ଯାହା, ଈଶ୍ୱରଙ୍କର ସାମ୍ନାରେ ଠିଆ ହେବା ତାହା। ତ ଈଶ୍ୱର ହିଁ ବ୍ୟବସ୍ଥା ଦେଇଛନ୍ତି ନା। ତେଣୁ ଆମେ କେବଳ ଜିହୁଦୀ ଲୋକଙ୍କ ବିଷୟରେ ନୁହେଁ, ଆମେ ନିଜ ଆଗରେ ମଧ୍ୟ ଯଦି ବ୍ୟବସ୍ଥାକୁ ରଖିବା, ତ ବ୍ୟବସ୍ଥାରେ ଏମିତି ମଧ୍ୟ ଲେଖା ହେଇଛି ଯାକୋବ ପୁସ୍ତକରେ। ଯାକୋବ ମଧ୍ୟ ଜଣେ ଜିହୁଦୀ ଲୋକ ହିଁ ଥିଲେ। ସେ ଲେଖିଛନ୍ତି କ'ଣ? ତୁମ୍ଭେମାନେ ଯଦି ସମସ୍ତ ବ୍ୟବସ୍ଥା ପାଳନ କରି, 2:10 ପଢ଼ୁଛି ମୁଁ, ଯାକୋବ 2:10, ତୁମ୍ଭେମାନେ ଯଦି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିବ, ତେବେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡିତ ହେବ। ଆମ୍ଭମାନଙ୍କ ପାଖରେ ମନେକର 4ଟା ରୋଗ ଅଛି, 3ଟା ରୋଗର ସମାଧାନ ହେଲା, ତେବେ ଗୋଟେ ରୋଗ ପାଇଁ କ'ଣ ଆମେ ମୃତ୍ୟୁ ପାଇବା ନାହିଁ କି? ଆମର ସ୍ୱାସ୍ଥ୍ୟ କ'ଣ ଖରାପ ହେବ ନାହିଁ କି? ଖରାପ ହେବ। ମନୁଷ୍ୟ ଦୃଷ୍ଟିରେ ଚିନ୍ତା କଲେ ଠିକ୍ ଅଛି। ତ ଜିହୁଦୀ ଲୋକମାନେ ଏହା କେବେ ଗ୍ରହଣ କଲେ ନାହିଁ ଯେ ଆମେ ପାପୀ ବୋଲି, ଆମ ରାସ୍ତା ମୃତ୍ୟୁ ବୋଲି, ଆମର ମୃତ୍ୟୁକୁ ଆମକୁ ଦେଖାଇବା ପାଇଁ ପରମେଶ୍ୱର ବ୍ୟବସ୍ଥା ଦେଇଅଛନ୍ତି ବୋଲିକି କେବେ ହେଲେ ଚିନ୍ତା କରିପାରୁନାହାନ୍ତି, କରିପାରିଲେ ମଧ୍ୟ ନାହିଁ। ସେଥିପାଇଁ ସେମାନେ ବ୍ୟବସ୍ଥା ଭିତରେ ବାନ୍ଧି। କିନ୍ତୁ ବିପରୀତ ଭାବରେ ବ୍ୟବସ୍ଥା କ'ଣ ପାଇଁ ଦିଆଗଲା? ମନୁଷ୍ୟ ତୁମେ ମୃତ୍ୟୁରେ ପ୍ରବେଶ କରିଛ, ତୁମେ ହେଉଛ ମୃତ୍ୟୁ ଲୋକ। ହେଲେ ବାକ୍ୟ କ'ଣ କହୁଛି? ଯେତେବେଳେ ଈଶ୍ୱରଙ୍କର ସ୍ୱର ଆମେ ଶୁଣିବା, ଈଶ୍ୱରଙ୍କର ବାକ୍ୟ ପାଖରେ କେପାସିଟି ଅଛି କି ଜଣେ ମୃତ୍ୟୁ ଲୋକକୁ ଜୀବନ ଦାନ କରିବା ପାଇଁ। ଈଶ୍ୱରଙ୍କର ବାକ୍ୟ ପାଖରେ କେପାସିଟି ଅଛି, ଜଣେ ମୃତ୍ୟୁ ଲୋକ କେମିତି ସେ ଜୀବିତ ହେଇପାରିବ, ସେଇଟା ଆମ ହାତରେ ନାହିଁ। ତେଣୁ ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱର ପ୍ରେରଣ କଲେ, ଯେମିତିକି ଏ ମୃତ୍ୟୁ ଲୋକମାନେ ଜୀବିତ ହେବେ, ଯେମିତିକି ଏମାନେ ଆମର ସ୍ୱର ଶୁଣିବେ ଆଉ ଫେରି ଆସିବେ। ତ ସେଥିପାଇଁ ଯୀଶୁଙ୍କୁ ପ୍ରେରଣ କରାଗଲା। ଯେତେବେଳେ ଈଶ୍ୱରଙ୍କର ସତ୍ୟକୁ ଯେତେବେଳେ ପ୍ରକାଶ କଲେ ଯୀଶୁ ଖ୍ରୀଷ୍ଟ, ଲୋକମାନେ କେବେ ଗ୍ରହଣ କଲେ ନାହିଁ। କିନ୍ତୁ ଯେଉଁ ଲୋକମାନେ ଜାଣିଛନ୍ତି ଆମେ ବ୍ୟବସ୍ଥା ପାଳନ କରିପାରୁନାହୁଁ, ବ୍ୟବସ୍ଥା ଦ୍ୱାରା କେବଳ ଦୋଷୀ ସାବ୍ୟସ୍ତ ହେଉଛୁ, ସେ ଲୋକମାନେ ଆରାମସେ ଯୀଶୁଙ୍କୁ ଗ୍ରହଣ କରିପାରିଲେ। ଆଜି ମଧ୍ୟ ଠିକ୍ ସେଇ ପ୍ରକାର। ଆଜି ଯଦି ବି ଅନେକ ଲୋକ ଖ୍ରୀଷ୍ଟିଆନ ହେଇଛନ୍ତି ବା କୌଣସି ଲୋକ ଖ୍ରୀଷ୍ଟିଆନ ମଧ୍ୟ ହେଇନାହାନ୍ତି, ଯେଉଁ ଲୋକମାନେ ପାଉଛନ୍ତି ଆମେ ଦୋଷୀ, ସେଇମାନେ ଯୀଶୁଙ୍କର ସ୍ୱରୂପ ଶୁଣିପାରିବେ। ତ ଆସନ୍ତୁ ଗୋଟେ ବାକ୍ୟ ପଢ଼ିବା। ମୁଁ ପଢ଼ୁଛି ରୋମିଓ 3 ପର୍ବ ତାର 23 ଆଉ 24 ପଦ। ଏଠାରେ କ'ଣ ଲେଖା ଅଛି?
ରୋମିଓ 3:23 ପଦରେ ସମସ୍ତେ ତ ପାପ କରିଅଛନ୍ତି ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ସମସ୍ତେ ପାପ କରିଛନ୍ତି କହିଲେ ଜିହୁଦୀ ଲୋକମାନେ କେମିତି ଶୁଣୁଥିବେ? ନା 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 ଆମେ ପାପ କରିଛୁ ଯେ କିନ୍ତୁ ଅନ୍ୟ ଲୋକଙ୍କ ପରି ନୁହେଁ ଏମିତି କହୁଥିବେ। କାହିଁକି କେତେ ଲୋକଙ୍କର ପାପ ପ୍ରକାଶ ପାଏ, କେତେ ଲୋକଙ୍କର ପାପ ପ୍ରକାଶ ପାଏ ନା। କେତେ ଲୋକ ଅଳ୍ପ ପାପ କରନ୍ତି, କେତେ ଲୋକ ବହୁତ ପାପ କରନ୍ତି, ତାର ତାରତମ୍ୟ ନିଶ୍ଚିତ ଅଛି। ତ ଏଠି କ'ଣ ଲେଖା ଅଛି? ସମସ୍ତେ, ତାର ତ ଜିହୁଦୀ ହଉ ବିଜାତି ହଉ ସମସ୍ତେ ପାପ କରିଛନ୍ତି ଆଉ ଈଶ୍ୱରଙ୍କ ଗୌରବ ରହିତ ହେଇଛନ୍ତି। ତ ଈଶ୍ୱରଙ୍କର ଗୌରବରୁ ବାହାରିକି ଈଶ୍ୱରଙ୍କ ରାସ୍ତାରୁ ଦୂରକୁ ଯାଇକି ଈଶ୍ୱରଙ୍କର ନିୟନ୍ତ୍ରଣରୁ ବାହାରି ଯାଇକି ମନୁଷ୍ୟ ପାପରେ ପଡ଼ିଛି। ତ ସେମାନେ କେମିତି ଧାର୍ମିକ ହେବେ? ତାର 24 ପଦରେ ଲେଖା ହେଲା, ପୁଣି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେ ମୁକ୍ତି ଅଛି ତ ଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ତ ଯୀଶୁ ଆମମାନଙ୍କୁ ଧାର୍ମିକ ଗଣନା କରିବା ପାଇଁ, ଆମକୁ ଧାର୍ମିକ କରିବା ପାଇଁ, ପାପରୁ ଉଦ୍ଧାର କରିବା ପାଇଁ, ପାପରୁ ମୁକ୍ତ କରିବା ପାଇଁ ଯେତେବେଳେ ଆସିଲେ ଆଉ କାଲବରୀ କ୍ରୁଶରେ କ୍ରୁଶାର୍ପିତ ହେଲେ, ସେଇ ବିଷୟକୁ ଜିହୁଦୀମାନେ ଗ୍ରହଣ କରିପାରିଲେ ନାହିଁ। ଈଶ୍ୱର ମଶା ମଧ୍ୟ ଲେଖିଛନ୍ତି ଯୀଶୁଙ୍କ ବିଷୟରେ, କିନ୍ତୁ କାହିଁକି ସେମାନେ ଗ୍ରହଣ କରିପାରିଲେ ନାହିଁ? କାରଣ ଏ ଲୋକଟା ଆମର ବ୍ୟବସ୍ଥା ବିରୋଧରେ ଠିଆ ହେଇଛି। କିନ୍ତୁ ଯୀଶୁ ବ୍ୟବସ୍ଥାକୁ ସଫଳ କରିବା ପାଇଁ ଆସିଥିଲେ। ବ୍ୟବସ୍ଥାରେ ବଳି ପ୍ରଥା ଥିଲା, ଯୀଶୁ ହେଉଛନ୍ତି ସର୍ବଶ୍ରେଷ୍ଠ ବଳି। ବ୍ୟବସ୍ଥାରେ ଆଜ୍ଞା ଯାହାକୁ ପାଳନ କରିବାର ଥିଲା, ଯୀଶୁ ସମସ୍ତ ଆଜ୍ଞାକୁ ପାଳନ କରିଛନ୍ତି। ତ ଯୀଶୁ ଆଜ୍ଞାକୁ ପାଳନ କରିକି ଆମର ପାପରୁ ସେ ଆମକୁ ମୁକ୍ତ କରିଛନ୍ତି। ଯୀଶୁଙ୍କର ଆଦେଶ କ'ଣ ଥିଲା? ସେ ଯେପରି ଆମର ପାପ ଅପରାଧରୁ ଆମକୁ ମୁକ୍ତ କରିବେ, ଏହା ଯୀଶୁଙ୍କର ଇଚ୍ଛା ଥିଲା। ସେ ଇଚ୍ଛାକୁ ପୂରଣ କରିବା ପାଇଁ ଯୀଶୁଖ୍ରୀଷ୍ଟ ଜଗତକୁ ଆସିଥିଲେ। ଯୀଶୁଖ୍ରୀଷ୍ଟ ସେଇ ଇଚ୍ଛାକୁ ସେ ପୂରଣ କରିଛନ୍ତି। ପୂରଣ କରିକି ଆମକୁ କ'ଣ କରିଛନ୍ତି? ଧାର୍ମିକ କରିଛନ୍ତି, ପବିତ୍ର କରିଛନ୍ତି। ବାଇବଲ ସେମିତି କହୁଛି। ଗୋଟେ ବାକ୍ୟ ପଢ଼ି ଆମେ ସରେଇବା। ମୁଁ ପଢ଼ିବି ଏବ୍ରି 10 ପର୍ବ ତାର 10 ପଦ। ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ମାନେ ଗୋଟେ ଥର ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହେଇଛୁ। ହଁ, ଯୀଶୁଖ୍ରୀଷ୍ଟ ଆମକୁ ପବିତ୍ର କହୁଛନ୍ତି, ଈଶ୍ୱର ଆମକୁ ପବିତ୍ର କହୁଛନ୍ତି, ବାକ୍ୟ ଆମକୁ ପବିତ୍ର କହୁଛି। ତ ଯେଉଁ ଲୋକମାନେ ବାକ୍ୟ ସହିତ ଏକ ହେଲେ ସେମାନେ କ'ଣ କହିଲେ? ହଁ, ଆମେ ପବିତ୍ର କରାଯାଇଅଛୁ, ଆମେ ପବିତ୍ର। କିନ୍ତୁ ଯେଉଁ ଲୋକମାନେ ନିଜର ଚିନ୍ତାଧାରା ସହିତ ଏକ ଅଛନ୍ତି, ଯେଉଁ ଲୋକ ବ୍ୟବସ୍ଥା ସହିତ ଏକ ହେଉଛନ୍ତି, ଯେଉଁ ଲୋକ ନିଜର ବିଚାରଧାରା ସହିତ ଏକ ହେଉଛନ୍ତି, ସେମାନେ ପାପୀ ହେଉଛନ୍ତି ଆଉ ଯୀଶୁଙ୍କୁ ଘୃଣା କରୁଛନ୍ତି। ତ ପ୍ରକୃତରେ ଜିହୁଦୀ ଲୋକମାନେ ଏହି କାରଣରୁ ଆଉ ଯୀଶୁଖ୍ରୀଷ୍ଟଙ୍କୁ ଘୃଣା କଲେ। ଅନେକ ବିଷୟ ଅଛି ଆଉ କହିବା ପାଇଁ, କିନ୍ତୁ ସମୟ ନାହିଁ ବିଶ୍ଳେଷଣ କରିବା ପାଇଁ। ଅନ୍ୟ ଅଧ୍ୟାୟମାନଙ୍କୁ ମୁଁ ନିଶ୍ଚିତ ଜଣେଇବି କାହିଁକି ଲୋକମାନେ ଯୀଶୁଙ୍କୁ ଘୃଣା କରନ୍ତି, କାହିଁକି ଯୀଶୁଙ୍କର ବିରୋଧ କରନ୍ତି। କାରଣ ପ୍ରତ୍ୟେକ ଲୋକଙ୍କ ଭିତରେ ବ୍ୟବସ୍ଥା ଜୀବିତ ଅଛି। ଆମକୁ ଭଲ କାର୍ଯ୍ୟ କରିକି ଆମେ ଧାର୍ମିକ ହେବାର ଅଛି, ଆମେ ଏହି ପ୍ରକାର ହେବାର ଅଛି, ସେହି ପ୍ରକାର ହେବାର। କିନ୍ତୁ ବିପରୀତ ଭାବରେ ଯୀଶୁଖ୍ରୀଷ୍ଟ ଆମ ଜାଗାରେ ଠିଆ ହେଇକି ଆମର ସକଳ ପାପ ଅପରାଧ ଯୋଗୁଁ ସେ ମୃତ୍ୟୁଦଣ୍ଡ ଭୋଗିକି ଆମକୁ ଧାର୍ମିକ ଗଣନା କରିଛନ୍ତି, ପବିତ୍ର କରିଛନ୍ତି। ଏଠାରେ କ'ଣ ଲେଖା ହେଇଛି? ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହେଇସାରିଛୁ। ତ ଆମେ ଯୀଶୁଙ୍କ ଦ୍ୱାରା ପବିତ୍ର କରାଯାଇଅଛୁ। ଧନ୍ୟବାଦ ବାକ୍ୟ ଶୁଣୁଥିବାରୁ। ଆପଣଙ୍କ ହୃଦୟରେ ବି ଅନେକ ପ୍ରଶ୍ନ ଥାଇପାରେ, ଅନେକ ଯୁକ୍ତିତର୍କ ମଧ୍ୟ ଆସିପାରେ, କିନ୍ତୁ ଏହା ହେଉଛି ବାଇବେଲର ବାକ୍ୟ, ଏହା ହେଉଛି ଈଶ୍ୱରଙ୍କର ବାକ୍ୟ। ଯେଉଁ ଲୋକମାନେ ବାକ୍ୟ ସହିତ ଏକ ହୁଅନ୍ତି, ଯୀଶୁ କ'ଣ କହିଲେ? ମୁଁ ଜଗତର ଜ୍ୟୋତି। ତାର ଅର୍ଥ ଯେଉଁମାନେ ଯୀଶୁଙ୍କ ବାକ୍ୟ ସହିତ ଏକ ହୁଅନ୍ତି ସେମାନେ ଜୀବନରେ ଜ୍ୟୋତି ପାଇବେ। ଆମେ ଶତ ଚେଷ୍ଟା କଲେ ଧାର୍ମିକ ହେଇପାରିବା ନାହିଁ, ପବିତ୍ର ହେଇପାରିବା ନାହିଁ, ସ୍ୱର୍ଗ ଯାଇପାରିବା ନାହିଁ। ଆମେ କଳୁଷିତ ଲୋକ, ଆମ ଜୀବନରେ ବହୁତ ଭୁଲ ଭଟକା ଅଛି। ସେଥିପାଇଁ ବାକ୍ୟ ଆମକୁ କ'ଣ କହୁଛି? ମନ ପରିବର୍ତ୍ତନ କରିକି ସୁସମାଚାରକୁ ବିଶ୍ୱାସ କର, ଯୀଶୁଙ୍କୁ ବିଶ୍ୱାସ କର। ସେଥିପାଇଁ ପରମେଶ୍ୱର ଗୋଟେ ରାସ୍ତା ଆମକୁ ବନେଇ ଦେଲେ। ସେଇଟା ହେଉଛି ବିଶ୍ୱାସର ରାସ୍ତା, ସେଇଟା ହେଉଛି ଶୁଣିବାର ରାସ୍ତା। ଯେଉଁ ରାସ୍ତାରେ ଆମେ ଯଦି ଯିବା ତେବେ ନିଶ୍ଚିତ ଭାବେ ଯୀଶୁଖ୍ରୀଷ୍ଟ ଆମର ଜୀବନରେ ପ୍ରବେଶ କରିବେ ଆଉ ଆମମାନଙ୍କୁ ସମସ୍ତ ପାପର ଅପରାଧ ମୁକ୍ତ କରିକି ଆମକୁ କଢ଼େଇକି ନେବେ। ତାହା ପ୍ରକୃତରେ ଆଲୋକମୟ ରାସ୍ତା ହେବ, ତାହା ପ୍ରକୃତରେ ଆମର ଜୀବନର ଖୁସିର ରାସ୍ତା ହେବ, ତାହା ସ୍ୱର୍ଗ ରାସ୍ତା ହେବ। ଧନ୍ୟବାଦ। ଆପଣ ମଧ୍ୟ ଈଶ୍ୱରଙ୍କର ବାକ୍ୟ ବିଶ୍ୱାସ କରନ୍ତୁ ଆଉ ଯୀଶୁଖ୍ରୀଷ୍ଟଙ୍କର ଜ୍ୟୋତି ଗ୍ରହଣ କରନ୍ତୁ। ଦେଖିବେ ଆପଣଙ୍କର ଜୀବନ ମଧ୍ୟ ନିଶ୍ଚିତ ଭାବେ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ପରିବର୍ତ୍ତିତ କରିବେ, ପରିବର୍ତ୍ତିତ ହେବ। ଧନ୍ୟବାଦ, ନମସ୍କାର।